जो मैंने माने लास्ट मोमेंट रे ट्रिप कैंसल करूछन ना तांको भाई पदे लाइफ रे केबे भी एगुड़ा जगह देखी पारिनी कि केबे आसी पारिनी 14 डिग्री गाड़ी चलाऊ भाई मु देखि पारदे मु रेनकोट पिंची रेनकोट भितरे देखो रेनकोट भितरे जैकेट जैकेट भितरे फेरे आ गुटे जैकेट अछि ता भितरे फेरे गुटे बिन भाई ता परे भी भाई चंदा। हे गाइस वेलकम बैक टू माय चैनल। मु आज बाहरी छी मोर आपाची ब्लैक परी को नेगी मु आज जाउछी 400 किलोमीटर राइड रे माने मो YouTube चैनल रे वीडियो देखि पारिए। मु को जगह को जाउछी सबुठु हाईएस्ट माउंटेन ऊपर को जाउछी आ मु आज राति रे पूरा राइड करी आ सकाळु सकाळु से जगह रे पहुंचबी आपण मानकु सेही वीडियो देखेबी को जगह को मु जाउछी आ को जगह रे मु पहुंचबी से वीडियोटा आपन को मो YouTube चैनल रे देखते मिलियो। सब पूरा पैकिंग कर देइची आ एबे समय होईची 4टा रु मु बाहरुची भद्रक पहुंची भद्रक पहुंचला परे सेटू बाहरिबो गोटे सांग मो सहित जीवो बाहरिकी आमे पहुंचीबू भुवनेश्वर भुवनेश्वर रु तापरे आउ किछि किलोमीटर पर से जगह रे पहुंचीबू। जगहटा जेतु सस्पेंस रखुची परे आपन को कहिबी को जगह रे मु पहुंचुची पहुंचला परे मु आपन को से जगहटा देखेबी केमिति तार व्यू रहउची सबुठु हाईएस्ट माउंटेन भितरे से जगह रहियो। हमर अछि गोप्रो और हेलमेट पूरा सेफ्टी सहित मु जाउची आपण मानकु ब्लॉग रे देखिया ପାଇଁ ସବୁ ଜିନିଷ मिल जिवो आपण माने सेही जिनिस सब देखंतु आ लाइक शेयर एंड सब्सक्राइब बाय बाय। हे गाइस मु अछि एबे नळांग रे भद्रक नळांग आ हमर एई हापी दुकान रे ଟିକେ ଚା ପିଉଥିଲୁ ଆଉ ଇଏ ମୋର ଭଣଜା ରିଲ୍ସ ଦେଖୁଥିଲୁ ଆଉ ଇଏ ଆମର ରହିଲା ଆମର ବାଇକ ରେ ପୁରା ରେଡି କରିକି ଆମେ ଏଇ ଜାଗାରେ ଆସି ଏଇ ଭଣଜାର ମୋର ଆଜି ଆମେ ଯାଉଛୁ ଏଇ ଆମର ହାପି ଦୋକାନରେ ଆମେ ପହଞ୍ଚିକି ଟିକେ କଫି ପିଇକି ବାହାରିବୁ। ନେକ୍ସଟ ଷ୍ଟପେଜ ହବ ଆମର ଭୁବନେଶ୍ଵର ପରେ ଆମେ ଯାଇକି ସେ ଲୋକେସନ ରେ ପହଞ୍ଚିବୁ ପାଖାପାଖି 3ଟା କି 4ଟା ଟାଇମ ରେ। ଆଉ এইগুলা ମଝିରେ ମଝିରେ ବ୍ରେକ୍ ନେଇକି ଟିକେ କଫି ଟିକେ ନହେଲେ ଆଉ ରାତିରେ ଗାଡି ଚଲେଇ ହବନି। ଆଉ ଭଣଜା କିଛି କୁହ ଭଣଜା ଫୋନ ରେ ବ୍ୟସ୍ତ ସେ ପଛରେ କହିବ। ମୁଁ ଏବେ ଆସିକି ପହଞ୍ଚାଇଛି ଭୁବନେଶ୍ୱରରୁ ପାର ହେଇକି ଆମେ ଆସିକି ପହଞ୍ଚିଲୁଣି ବ୍ରହ୍ମପୁର ପାଖାପାଖି ଖୋର୍ଦ୍ଧା ପାଖାପାଖି ଆମେ ପହଞ୍ଚିଛୁ। ଏଇଠି ଗୋଟେ ଦୋକାନରେ ଆମେ ଚା ପିଇବା ପାଇଁ ରହିଥିଲୁ। ଆମର ଭଣଜା ପୁରା ଅନ୍ଧାର ହେଇଗଲାଣି ରାତି 11ଟା ବାଜିଲାଣି ପୁରା ମାନେ 14 ଡିଗ୍ରୀରେ ଗାଡି ଚଲାଉଛୁ ଭାଇ ମୁଁ ଦେଖିପାରୁଥିଲି। ମୁଁ ଗୋଟେ ରେନିକୋଟ ପିନ୍ଧି ରେନିକୋଟ ଭିତରେ ଦେଖୁଛି ଦେଖନ୍ତୁ ରେନିକୋଟ ଭିତରେ ଜ୍ୟାକେଟ ଭିତରେ ଫେରେ ଆଉ ଗୋଟେ ଜ୍ୟାକେଟ ଅଛି ତା ଭିତରେ ଫେର ଗୋଟେ ବେନିୟନ ଭାଇ ତାପରେ ବି ଭାଇ ଚନ୍ଦା ଦେଖୁଥିବେ। ଆଉ ଏଇଭଳିଆ ଭାଇ ଲାଇଫ ରେ ମଜା କେବେ ଆସିବନି। ଏ ଦେଖନ୍ତୁ ରାଇଡର ବ୍ଲାକ୍ ପରି ଠିଆ ହେଇଛି ଆଉ ଏପଟର ଗୋଟେ ଆମର କର୍ଣ୍ଣାଟକରୁ ଆସିଛନ୍ତି ବେଙ୍ଗଲୋର କର୍ଣ୍ଣାଟକରୁ ସେ ପୁରୀ ବୁଲିବା ପାଇଁ ଆସିଥିଲେ ତାଙ୍କ ସହିତ ଟିକେ କଥା ହେଇଗଲୁ ଟିକେ ମଜା ହେଲା। ଆଉ ଆମର ଏଇ ଗୋଟେ ଛୋଟ ଦୋକାନଟେ ଅଛି ଭାଇଙ୍କର ଆଉ ଭଣଜା ତାଙ୍କର ପୁରା ବ୍ୟାଗ ପିନ୍ଧିକି ଲାଜ କରୁଛନ୍ତି ଶୀତ ଥରିକି। ଆଉ ଏଇଠି ଆମେ ଟିକେ କଫି ପିଇକି ତାପରେ ବାହାରିବୁ ଫେରେ ଆଉ ଯାଇକି ତ ସେଇ ଲୋକେସନ ରେ ଆମକୁ ପହଞ୍ଚିବାର ଅଛି ଯାହା ବି ହଉଛି ସାୟଦ ମତେ ଲାଗୁଛି 4ଟା କି 5ଟା ହେଇଯିବ। ଆଉ ରାତି ସାରା ଗାଡି ଚଲା ହବ ଚଲେଇକି ଯାଇକି ପହଞ୍ଚିବୁ ସେଇ ଜାଗାରେ। ପହଞ୍ଚିଲା ପରେ ସକାଳର ଭିଉ ଟା ଆପଣଙ୍କୁ ଦେଖେଇବି ମାନେ କେମିତି କଣ ସେ ଭିଉ ରହୁଛି। ଆଉ ଏବେ ଟିକେ କଫି ପିଇଦବା କଫି ପିଇ ଦେଇ ସାରିଲା ପରେ ବାହାରିବା ଫେରେ ପୁରା ବାଇକ ଏখানে ରେଷ୍ଟ ନଉଛି। ଗାଇସ୍ ଏବେ ରାତି 1 ବାଜିଲାଣି ଆଉ ମୁଁ ଏବେ ଅଛି ଗଞ୍ଜାମ ରେ। ଆଉ ଏଇଟା ଆମର ଫାଷ୍ଟ ଘାଟି ଗୋଟେ ଏମିତି ଅଛି। ମୁଁ ଆଜି ରାତି ସାରା ଗାଡି ଚଲାଉଛି ଆଉ ଆମେ କୋଉ ଜାଗାରେ ପହଞ୍ଚିବୁ କୋଉ ଜାଗାକୁ ଯାଉଛି ଆପଣଙ୍କୁ ଦେଖେଇବି କୋଉ ଜାଗାରେ ମୁଁ ଏବେ ଯାଇକି ପହଞ୍ଚିବି ସକାଳେ। ଆଉ ଆପଣ ମାନେ ମୋ ଭିଡିଓ ଦେଖନ୍ତୁ ଆଉ ଜଲ୍ଦି ସବସ୍କ୍ରାଇବ କରିଦିଅନ୍ତୁ। ରହିଲି ଭାଇ ଜୟ ଜଗନ୍ନାଥ। ଗାଇସ୍ ଏବେ ରାତି ପାଖାପାଖି 2:30 ବାଜିଲାଣି। ମୁଁ ଏବେ ଅଛି ବ୍ରହ୍ମପୁରରେ। ଏଇଟା ଗୋଟେ ଆମର ଗୋଟେ ଜାଗା ମିଳିଯାଇଛି ଆମକୁ। ଏଇଟା ଗୋଟେ ନୂଆ ହୋଟେଲ ସାୟଦ ଲାଗୁଛି ନୂଆ ହୋଟେଲ ହେଲା ଭଳିଆ ଜଷ୍ଟ ହୋଟେଲଟେ ହେଇଛି। ଆଉ ଏଇଠି ଆମେ ଏବେ ରେଷ୍ଟ ନବୁ ପାଖାପାଖି ଘଣ୍ଟେ ଖଣ୍ଡେ ରେଷ୍ଟ ନେଲା ପରେ ତାପରେ ଆମେ ଏଇ ଗୋଟେ ସିଧା ଯିବୁ। ଏବେ ବ୍ରହ୍ମପୁରରୁ ସିଧା ଗଲା ପରେ ସେ ଲୋକେସନ ରେ ପହଞ୍ଚିବୁ ଯାଇକି ପରେ ବାହାରିବୁ କାହିଁକି ନା ମୁଁ ପୁରା ଟାୟାର୍ଡ ହେଇଗଲିଣି ଗାଡି ଚଲେଇକି। ଆଉ ଏତେ ଥଣ୍ଡା ମାନେ 14 ମାନେ ଡିଗ୍ରୀ ପୁରା ଥଣ୍ଡା
ମାନେ ମୁଁ 3ଟା ପିନ୍ଧି ସାରିଲା ପରେ ବି ମାନେ ଏତେ ଥଣ୍ଡା ଲାଗୁଛି। 2ଟା ପ୍ୟାଣ୍ଟ ପିନ୍ଧିଛି, ତଥାପି ଏତେ ଥଣ୍ଡା, ମୁଁ ଆଉ ଗାଡି ଚଲେଇ ପାରୁନି। ମୁଁ ଏଇନା ପାଖାପାଖି ଘଣ୍ଟେ ରେଷ୍ଟ ନେବି, ଘଣ୍ଟେ ରେଷ୍ଟ ନେଲା ପରେ ଫେର ଏଠୁ ବାହାରିବି। 3ଟା ନହେଲେ 4ଟା ପାଖାପାଖିରେ ଏଠୁ ବାହାରିବି। ବାହାରିଲା ପରେ ଯାଇକି ସକାଳେ ପହଞ୍ଚିବି ସେଇ ଲୋକେସନ ରେ। ଆଉ ମୁଁ ଏଇ ଜାଗାରେ ଘଣ୍ଟେ ରେଷ୍ଟ ନେଲା ପରେ, କାହିଁକିନା ଏଇଠି ପାଖାପାଖିରେ କୋଉଠି ହୋଟେଲ ନଥିଲା, ତ ଏଇ ଜାଗାରେ ଆମେ ରେଷ୍ଟ ନବୁ। ଏବେ ରେଷ୍ଟ ନେଲା ପରେ ସକାଳୁ ଯାଇକି ଆମେ ଯାଇକି ସେ ଜାଗାରେ ପହଞ୍ଚିବୁ। ପହଞ୍ଚିକି ଆପଣ ମାନଙ୍କୁ ଦେଖେଇବି ସେ ଲୋକେସନ ଟା। ରହିଲି ଗାଇସ୍, ଜୟ ଜଗନ୍ନାଥ। हेलो गाइस, फाइनाली ମୁଁ ସେଇ ଜାଗାରେ ପହଞ୍ଚାଇଛି। ଆପଣ ଦେଖନ୍ତୁ, ଏଇଟା ହଉଛି ସେଇ ଜାଗା। ମୁଁ ଏବେ ଅଛି ମହେନ୍ଦ୍ରଗିରି। ଆଉ ଏଇ ଜାଗାକୁ ମୁଁ ଆଜି ଆସିଥିଲି ବୁଲିବା ପାଇଁ। ମାନେ ମୁଁ 8 ଘଣ୍ଟା ରାଇଡ୍ କରିକି ଆଇଲି ଭଦ୍ରକରୁ ମହେନ୍ଦ୍ରଗିରି ରାତିରେ। ଆଉ ଘଣ୍ଟିଏ ରେଷ୍ଟ ନେଇଥିଲି। ଘଣ୍ଟେ ରେଷ୍ଟ ନେଲା ପରେ ମୁଁ ଆସିକି ପହଞ୍ଚାଇଛି ଲୋକେସନରେ। ୟୁଟୋରି 5 କିଲୋମିଟର୍ସ ଏଠି ବୋର୍ଡ ଅଛି। ଆଉ ଏଇଠି ଆମର ଚେକିଂ ହବ, ବ୍ୟାଗ୍ ଫ୍ୟାଗ୍ ଚେକିଂ ହବ, ରସିଦ କାଟିବେ। କାଟିଲା ପରେ ତାପରେ ଆମେ ଉପରକୁ ଯିବୁ। ଆଉ ଇଏ ମୋର ଭଣଜା, ଥଣ୍ଡାରେ ପୁରା କଳା ପଡିଗଲାଣି। ଗାଇସ୍, ଉପରକୁ ଯାଇକି ଆପଣମାନଙ୍କୁ ଦେଖେଇବି କଣ ଉପରେ ଅଛି। ପହଞ୍ଚିକି ଦେଖେଇବି। ଯୋଉ ଆମର ଗୋଟେ ମନ୍ଦିର ଥିଲା ସେଇ ଜାଗାରେ, ମନ୍ଦିର ଟା ମୁଁ ଏତେ ଭଲସେ ଜାଣିନି, ଗଲେ ସେଠି ଦେଖିବା। ଗାଇସ୍, ଦେଖୁଛନ୍ତି ପଛରେ ଯୋଉ ମନ୍ଦିର, ଏଇଟା ହଉଛି ମହେନ୍ଦ୍ରଗିରିର ଟପ୍ ରେ ଅଛି। ପୁରା ପାହାଡ ଉପରେ ଅଛି। ଦେଖନ୍ତୁ, ପୁରା ଆମେ ଏଠି ଚଢିକି ଆସିଲୁ ପୁରା ପାହାଡ। ଆଉ ସେଇଟା ପୁରା ବାଦଲ, ଦେଖିବେ ପୁରା ବାଦଲ ଅଛି ଏଇଠି। ଏଇ ବାଟେ ଆମେ ଚଢିକି ଆସିଲୁ। ସବୁଠୁ ଟପ୍ ରେ ପୁରା ଏଇ ମନ୍ଦିରଟା ଅଛି। ଭାଇ ଦେଖ, ଏପଟ ରହୁଛି ପୁରା ଧଳା ବାଦଲ। ଏଟା ପୁରା ଧଳା ବାଦଲ ଅଛି। ଆଉ ଏଇପଟ ପୁରା କଳା ବାଦଲ। ଏଟା ହଉଛି କାଲା ବାଦଲ। ଦେଖୁଛ, ପୁରା କଳା ବାଦଲ ଏପଟ ପୁରା ଧଳା ବାଦଲ। ଆଉ ଏଇଠି ମଝିରେ ପୁରା ମନ୍ଦିର। ଆଉ ମୁଁ ଅଛି ପୁରା ଟପ୍ ରେ। ଏଇ ଭିଉ ଟାକୁ ଭାଇ ଦେଖିବା ପାଇଁ ମୁଁ 400 କିଲୋମିଟର ରାତିରୁ ଆସିଛି। ଆଉ ମୋ ଭଣଜା ଶୋଇଲାଣି, ଭଣଜା ପୁରା ଶୋଇଛି। ଭାଇ ଏଭଳିଆ ତ ଏନ୍ଜୟ କେବେ ଲାଇଫରେ କରିହବନି। ଆଉ ଯୋଉମାନେ ମାନେ ଲାଷ୍ଟ ମୁମେଣ୍ଟରେ ଟ୍ରିପ୍ କ୍ୟାନସଲ କରୁଛନ୍ତି ନା, ତାଙ୍କ ପାଇଁ ଭାଇ ପଦେ, ତାଙ୍କ ଲାଇଫରେ କେବେ ବି ଏଭଳିଆ ଜାଗା ଦେଖିପାରିବେନି କି କେବେ ଆସିପାରିବେନି। ଏଇ କଥାଟା ଭାଇ ଯୋଉମାନେ କ୍ୟାନସଲ କରନ୍ତି ନା ଟ୍ରିପ୍, ସେମାନଙ୍କ ପାଇଁ, ଖାସ କରିକି ସେମାନଙ୍କ ପାଇଁ। ସେମାନେ ଭଲସେ ଏଇ ଜିନିଷଟା ଶୁଣିକି ଟିକେ ବୁଝିବା ପାଇଁ ଟ୍ରାଏ କର। ଆଉ ସବୁବେଳେ ଟ୍ରିପରେ ଆସିବା ପାଇଁ ଟ୍ରାଏ କର।
ରହିଲି ଗାଇସ୍, ବାଏ ବାଏ।